ବାଇବେଲ ରେ ପ୍ରେମର ଗୋଟେ ପତ୍ରିକା ଅଛି। ପ୍ରେମର ଅଧ୍ୟାୟ ଆମେ ଜାଣୁଛୁ ପ୍ରଥମ କରି 13। ପ୍ରେମର ଆଉ ଗୋଟେ ଅଧ୍ୟାୟ ବି ଅଛି ଯାହା ପ୍ରଥମ ଜହନ 4 ଅଧ୍ୟାୟ ବୋଲି କୁହନ୍ତି। ଫର୍ଷ୍ଟ ଜନ୍ 4, ହଁ ଫର୍ଷ୍ଟ ଜନ୍ 4, ପ୍ରଥମ ଜହନ 4 ଅଧ୍ୟାୟ ମଧ୍ୟ କହେ କି ଈଶ୍ୱରଙ୍କ ପ୍ରେମର ପାୱାର କଣ। ଗଡ୍ସ ଲଭ, ଗଡଲି ଲଭ, ନାଇଁ କି ଆମେ ମାନେ ଜାଣୁ ଈଶ୍ୱର ପ୍ରେମଟା, ଗଡ ଇଜ ଲଭ। ଖ୍ରୀଷ୍ଟିୟାନ ହୁଅନ୍ତୁ କି ନ ହୁଅନ୍ତୁ, ଆମେ ଛୋଟବେଳଠୁ ଦେଖୁଥା ବଡ ବଡ ପୋଷ୍ଟରରେ, ବଡ ବଡ ଫ୍ଲେକ୍ସିସ ରେ ନା, ପୋଷ୍ଟର୍ସ ରେ ଗଡ ଇଜ ଲଭ, ଗଡ ଇଜ ଲଭ ଲେଖା ଥାଏ। ଗଡ ଇଜ ଲଭ। ଓ ପରେ ପ୍ରଭୁଙ୍କୁ ପାଇଲା ପରେ, ପ୍ରଭୁ ସେବାରେ ସମର୍ପିତ ହେଲା ପରେ ଦେଖିଲି କି ସେ ୱାର୍ଡ ଟା ବାଇବେଲର। ଗଡ ଇଜ ଲଭ, ଈଶ୍ୱର ଅଟନ୍ତି ପ୍ରେମ। ନାଇଁ କି 4:8, ପ୍ରଥମ ଜହନ 4:8। ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ। ଈଶ୍ୱର ତୁମେ, ଗଡ ଇଜ ଲଭ, ଦିସ୍ ୱାର୍ଡ ଇଜ ଫ୍ରମ ହିୟର। 7 ପଦ ପଢୁ। ହେ ପ୍ରିୟମାନେ, ଆସ ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କ ଠାରୁ ଜାତ। ୱାଓ, ଆଉ ଯେ କେହି ଗୋଟେ ମିନିଟ। ପ୍ରେମ ଈଶ୍ୱରଙ୍କ ଠାରୁ ଜାତ। ଲଭ is been created by God, formed by God, came into existence by God, because God is love. ପ୍ରେମର ଆକର, God is love means ଈଶ୍ୱର ଅଟନ୍ତି ପ୍ରେମର ଏକ ଆକର। ରାଇଟ। 10 ପଦ। ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ ସ୍ୱରୂପ କରି ପଠାଇଲେ। ଏଥିରେ ତ ପ୍ରେମ ପ୍ରକାଶ ପାଏ। ଏଥିରେ ତ ପ୍ରେମ ପ୍ରକାଶ। ଏମିତି କି ସବୁ ଈଶ୍ୱରଙ୍କର ପ୍ରେମର କ୍ୱାଲିଟିସ୍ କଣ ସବୁ ଲେଖୁ ଲେଖୁ ସୁନ୍ଦର ୱାର୍ଡ ଟା ଅଛି। 16 ପଦ, 16 ପଟେ ପଢିଦିଅ। ପୁଣି ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ। ଈଶ୍ୱର ତ ପ୍ରେମ। ଯେ ପ୍ରେମରେ ରହେ ସେ ଈଶ୍ୱରଙ୍କ ଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି। ହୁଁ। ଏଥିରେ 18, ପ୍ରେମ 18, ଆମ୍ଭମାନଙ୍କ 18, 18 ବେଟା। ପ୍ରେମରେ ଭୟ ନଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ। ଆଉ ଯେ ଭୟ କରେ ସେ ପ୍ରେମରେ ସିଦ୍ଧ ନୁହେଁ। ବାସ୍, ଦ୍ୟାଟ୍ସ ଦ ୱାର୍ଡ। ପଏଣ୍ଟ କଣ? పరిపూర్ణ ప్రేమ భయమును వెళ్ళగొట్టును. ద వర్డ్ ఇస్ ସିଦ୍ଧ ପ୍ରେମ। ପ୍ରେମରେ ଭୟ ନଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ। ସିଦ୍ଧତା, ୟୁ ନୋ ହ୍ୱାଟ ଇଜ ସିଦ୍ଧତା? ବହୁତ ଥର କହେ ମଣ୍ଡଳୀ ସିଦ୍ଧ ହେବାର ଅଛି ଆଗମନ ପାଇଁ। ପ୍ରାୟ 7ଟି ବିଷୟରେ ଆମେ ସିଦ୍ଧ ହେବା ଦରକାର। ସିଦ୍ଧ ହେଇକି ପ୍ରକାଶ ପାଇବା ଦରକାର। ଯେମିତି ଗ୍ରାଜୁଏଟ ହେବା ପାଇଁ, ଡିଗ୍ରୀ କମ୍ପ୍ଲିଟ କରିବା ପାଇଁ ଯେତିକି ସବଜେକ୍ଟ ଅଛି ସବୁ ସବଜେକ୍ଟରେ ପାସ୍ ହେବା ଆବଶ୍ୟକ କି ନାହିଁ? କିଛିଟା ବ୍ୟାକଲଗ୍ସ ରହିଯାଏ କେତେ ଜଣଙ୍କ ପାଇଁ। କେତେଟା ପାସ୍ ହୁଅନ୍ତି ଆଉ କେତେଟା ମାର୍କସରେ କେତେଟା ସବଜେକ୍ଟରେ ପାସ୍ ହୁଅନ୍ତିନି ଗଲା ପରେ। ସେମିତି ନ ହେବା ଦରକାର। ସବୁ ସବଜେକ୍ଟରେ କମ୍ପ୍ଲିଟ ମାର୍କସ ଆଣିବା ଦରକାର। 100 ଆଉଟ୍ ଅଫ୍ 100, ନାଇଁ କି ମେରିଟ ଷ୍ଟୁଡେଣ୍ଟ। ସେମିତି ସିଦ୍ଧତାରେ ବିଶ୍ୱାସର ସିଦ୍ଧତା ଅଛି, ପବିତ୍ରତାର ସିଦ୍ଧତା ଅଛି, ଧାର୍ମିକତାରେ ସିଦ୍ଧତା ଅଛି, ଆଣ୍ଡ ପ୍ରେମରେ ସିଦ୍ଧତା। ସିଦ୍ଧ ପ୍ରେମ, ପରଫେକ୍ଟ ଲଭ କଣ ନଥାଏ? ଭୟ ନଥାଏ। ତାର ଅର୍ଥ କଣ? ସେଥିପାଇଁ କହେ ଭୟ ଓ ପ୍ରେମ କାହିଁକି ମିକ୍ସ? ମାନେ ଡର ନାହିଁ। ଯଦି ଆମେ ନରକ ଯିବୁ ରେ, ଏ ପାପ କରିବୁ ଯଦି ନରକ ଯିବୁ। ହଁ, ଏଇଟା କଲେ ନରକ ଯିବୁ କି? ଆରେ ବାପରେ, ହେଲେ କରିବା ନାହିଁ। ଠିକ ଅଛି, ଗୋଟେ ଗ୍ରୁପ କଣ ମାନେ ଡର ପାଇଁ ପାପ କରୁନାହାନ୍ତି। ନରକରେ ପୋଡିବୁ ପୁଣିରେ, ବାପରେ କିଏ ଯିବେ?
ଗୁଡ୍ ବଟ୍ ନଟ୍ ଦ ବେଷ୍ଟ। ଡର ପାଇଁ ପାପ ନ କରିକି ରହୁଛ ତାହା ଅଲଗା। ଆଉ ଗୋଟେ ଗ୍ରୁପ ଅଛନ୍ତି, ସେମାନେ କହନ୍ତି କାହିଁକି ପାପ କରୁନୁ ରେ? ନାଇଁ ଆମ ପରମେଶ୍ୱରଙ୍କୁ ପସନ୍ଦ ନାହିଁ। ଆଉ ସେ ଯାହା ଯେଉଁ ବ୍ୟବହାର, ଯେଉଁ ବର୍ତ୍ତାବ ତାଙ୍କୁ ହର୍ଟ କରେ ମୁଁ ତାହା କରିବିନି, ସରି। ଏଥିରେ କଣ ହଉଛି? ଜଣେ ଲୋକ ବି ଆଉ ଜଣେ ଲୋକ ପାପରୁ ଦୂର ରହୁଛି, ଆଉ ଜଣେ ଲୋକ ବି ପାପରୁ ଦୂର ରହୁଛି। ଦି ଜଣଙ୍କ ଭିତରେ ଫରକ କଣ? ମାନେ ଜଣେ ଡରୁଛି କାଳେ ଦଣ୍ଡ ମିଳିଯିବ ବୋଲି ଡରୁଛି, ଆଉ ଜଣେ ନାଇଁ, ମୋ ବାପା ମତେ ଏତେ ପ୍ରେମ କରିକି ଉଦ୍ଧାର କରିଛନ୍ତି, କେଡେ 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 ଅସନା ପୂର୍ଣ୍ଣ ଜୀବନ ଥିଲା ମୋର, ସେ କିଛି ନ କହିକି ମତେ ଉଦ୍ଧାର କଲା ପରେ ଆଉ ଥରେ କେମିତି ପାପ କରିବି ନା? ତାଙ୍କୁ କାହିଁକି କେମିତି ତାଙ୍କୁ ହର୍ଟ କରିବି ମୁଁ? ନା ମୁଁ ତାଙ୍କୁ ହର୍ଟ କରିବି ନାହିଁ, ବିକଜ ହି ଡଜଣ୍ଟ ଲାଇକ୍ ଦ୍ୟାଟ। ଏଥିରେ ପ୍ରେମ ଅଛି। ପ୍ରେମ ଥିଲେ ଡର ଥିବ ନାହିଁ। ଡରିବା ଦରକାର ନାହିଁ ତ। ମାରିଦେବେ, ନରକରେ ପୋଡି ଦେବେ, ପୁଣିରେ ଆଗମନରେ ମୁଁ ହାତ ଛଡା ହେଇଯିବି, ଆଉ ଭଣ୍ଡ ଖ୍ରୀଷ୍ଟ ଆସିକି କାଟି ପକାଇବ, ହାଣି ପକାଇବ, ଖାଇବାକୁ ମିଳିବନି, ପୁଣି ପିଇବ। ଆମେ ପ୍ରଚାର କରୁ ଦଣ୍ଡ ବିଷୟରେ, ଆଗମନରେ ହାତ ଛଡା ହେଲେ କଣ ହେବ, ବିଚାର, ପାତାଳ, ଏସବୁ ଦେଖାଉ ଅବଶ୍ୟ। କାରଣ ଆମ୍ଭ ମାନଙ୍କର ଅବହେଳାର, ଆମ୍ଭ ମାନଙ୍କର ଅବାଧ୍ୟତାର, ଆମ୍ଭ ମାନଙ୍କର କଠିନତାର ଫଳ ଦେଖାଉଛୁ। କିନ୍ତୁ ଏଥିରେ ଲକ୍ଷ୍ୟ ଏଟା ନୁହେଁ କି ଆପଣ ମାନେ ପ୍ରଭୁଙ୍କୁ ଡରି ଡରିକି ରୁହନ୍ତୁ। ଡରିବା କଥା ନୁହେଁ ଆଜ୍ଞା। ଆପଣ ମାନଙ୍କର ଆଉ ମୋ ଜୀବନରେ ଏଭଳି ଗୋଟେ ବିନାଶ ହେଉ ବୋଲି ସେ ଆଶା କରୁନାହାନ୍ତି, ଚାହୁଁନାହାନ୍ତି। ସେଥିପାଇଁ ସେ ପ୍ରେମରେ ଆମକୁ ଉଦ୍ଧାର କଲେ। ଆମେ କମ ସେ କମ ତାହାଙ୍କୁ ପ୍ରେମକୁ ହେଲେ ରେସପେକ୍ଟ ଦେବା ବୋଲି କହୁଛି ମୁଁ। ଗିଭ୍ ରେସପେକ୍ଟ ଟୁ ହିଜ ଲଭ୍। ଆଉ କହ ନା, ପ୍ରଭୁ ଏତେ ପ୍ରେମ କରୁଛନ୍ତି ଆମକୁ, ଯାହା ପାଇଁ ଆମେ ଯୋଗ୍ୟ ନୁହଁ ଆକ୍ଚୁଆଲି। ତେଣୁ କରି ଆଉ ନାଇଁ, ପ୍ରଭୁକୁ ଆଉ ଦୁଃଖ ଦେବି ନାହିଁ। ଭାଇ କ୍यों? क्यों? बिकॉज आई लव हिम। ଆପଣ ଜାଣିଛନ୍ତି ଶେଷରେ କୋଉଟା ବ୍ୟାଲେନ୍ସ ରହିବ? ଏବେ ଯିବା ପ୍ରଥମ କରି 13ରେ, ପ୍ରଥମ କରି 13, 13 ପଦ, 13 13। ଆଇ ଲାଇକ୍ ଦ୍ୟାଟ ୱାର୍ଡ। ତିନିଟା ଅତେ ଗ୍ରୁପରେ, ବିଶ୍ୱାସ ତିନିଟା ଗୋଟେ ମିନିଟ, ତିନିଟା ଗ୍ରୁପର ପ୍ରତିଯୋଗିତା ବୋଲି କୁହନ୍ତୁ। ତିନିଟା ଗ୍ରୁପ କଣ୍ଟେଷ୍ଟ କରିଛନ୍ତି। ଆଉ ଫାର୍ଷ୍ଟ କିଏ ଆସିଲା? ପ୍ରଥମ କରନ୍ତି 13 13। ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ। ପ୍ରେଜ ଦ ଲର୍ଡ। ପ୍ରେମ, ଲଭ୍ ଇଜ ଦ ଗ୍ରେଟେଷ୍ଟ। ଓହ, ଯେଉଁଦିନ ଏ ପଦ ବୁଝିଲି ଆଜ୍ଞା, କେତେ ଖୁସି ହେଲି ଜାଣିଛନ୍ତି। ବିଶ୍ୱାସ ବଡ, ଗ୍ରେଟ। ଭରସା ବି ବଡ, ୱାଓ। ପ୍ରେମ ବି ବଡ। ଲାଷ୍ଟ କଣ୍ଟେଷ୍ଟେନ୍ସ ରେ ଏ ତିନି ଜଣ ଗାଡିଟା ବ୍ୟାଲେନ୍ସ ରଖନ୍ତୁ। ରହିବେ, ଆଉ ତିନି ଜଣଙ୍କ ଭିତରେ ଫର୍ଷ୍ଟ ଆସିବ ପୁଣି ପ୍ରେମ। ଲଭ୍ ଇଜ ଦ ଗ୍ରେଟେଷ୍ଟ। ବିଶ୍ୱାସରେ କେତେ କାମ କଲ? ବିଶ୍ୱାସ ଆପଣଙ୍କର ଏବିଲିଟିକୁ ବୁଝାଏ। ଆଁ? କଣ ହଉଛି? କିଏ ଏଟା କାଢି ଆଁ? ଦିଅନ୍ତୁ, ରିମୁଭ୍ କରିଦିଅନ୍ତୁ ପ୍ଲିଜ। ବେଳେ ବେଳେ ଟଚ୍ ହେଇଯାଏ, ସେଟା ଅଲଗା କଥା। କମ ସେ କମ ଆମ ଲାଗି ଲୋକମାନେ ଡିଷ୍ଟର୍ବ ହେଉଛନ୍ତି ବୋଲି ବି ଜାଣି ପାରୁନାହାନ୍ତି, ମାନେ ସେଇଟା ଠିକ ନାହିଁ ବୋଲଛି। ବେଳେ ବେଳେ ହେଇଯାଏ, ଲାଗିଯାଏ, ହଉ ଅନମ୍ୟୁଟ ହେଇଯାଏ। କମ ସେ କମ ଆପଣ ବୁଝିବା କଥା କି ଆମର ଲାଗି ଏତେ ଲୋକ ଡିଷ୍ଟର୍ବ ହଉଛନ୍ତି, ସେଟା ବି ନାଇଁ ନଥିଲେ କେମିତି ହବ? ଲଭ୍ ଇଜ ଦ ଗ୍ରେଟେଷ୍ଟ। ମୁଁ ପରେ କେବେ ଏ ସବଜେକ୍ଟ, ଲଭ୍ ର ସବଜେକ୍ଟ ପରେ ନେବି, ପ୍ରେମର ସବଜେକ୍ଟ। କାହିଁକି ଲଭ୍ ଇଜ ଗ୍ରେଟେଷ୍ଟ? ଡରିକି ପାପ ନ କରିବାଟା ଅଲଗା। ପ୍ରଭୁଙ୍କୁ ପ୍ରେମ, ପ୍ରଭୁଙ୍କୁ ପ୍ରେମ କରୁଥିବାରୁ
ତାଙ୍କର ଆଦର ପାଇଁ ପାପ ନ କରିବାଟା ଅଲଗା, ବିକଜ वी रेस्पेक्ट हिम। वाह, ରେସ୍ପେକ୍ଟ ହିମ। ଆଉ ତାଙ୍କୁ ହର୍ଟ କରିବନି। ଆମର ପାପ ଲାଗି ତ ଏତେ କ୍ଷତି ପାଇଲେ, ତାଙ୍କ ଦେହ କ୍ଷତ ବିକ୍ଷତ ହେଇଗଲା, ପିଠି ଚିରି ହେଇଗଲା, ମୋର ପାଇଁ ନୁହେଁ କି? ନାଇଁ ଆଉ କରିବି ନାହିଁ। ପାପ କରିବାର ସୁଯୋଗ ମିଳିଲେ ବି କଣ କହିବା କଥା, ଆମେ ନାଇଁ ଆଉ କରିବା ନାହିଁ। ଭଣ୍ଡ ଭାବବାଦୀ ମାନେ ଠିଆ ହେଇକି ପାପ କରିହେବ କରିହେବ ବୋଲି 10 ଥର 10ଟା ପଦ ଦେଖାଇଲେ ବି ଆପଣ କଣ କହିବା କଥା? ନାଇଁ, ଆମେ କରିବା ନାହିଁ, ଆମେ କରିବା ନାହିଁ, ଆମ ତାଙ୍କୁ ହର୍ଟ କରିବା ନାହିଁ। क्या दिख रहा है इसमें? डरो कि नहीं, प्रेम देखा जाଉଛି। इफ यू लव मी यू विल फॉलो माय कमांडमेंट्स। ଯଦି ତୁମେ ପ୍ରେମ କରୁଛ ମୋର ଆଜ୍ଞା ପାଳନ କରିବ ବୋଲି କହିଲେ ପ୍ରଭୁ। ଯଦି ପ୍ରେମ କରୁଛ ମୁଁ ମୋ ପିତା ଆସିକି ତୁମମାନଙ୍କ ଠାରେ ବାସ କରିବ। ଈଶ୍ୱରଙ୍କ ପ୍ରେମ, ଈଶ୍ୱରଙ୍କର ଭୟ, ଦେ ଆର୍ କମ୍ବାଇନ୍ଡ। ଯଦି ପ୍ରେମ କରୁଛ ପାତାଳର ଡର, ଦଣ୍ଡ ବିଚାର, ପାତାଳର ନିଆଁ, ଅଗ୍ନି, ଭୂତ, ଶୈତାନ ଏମାନଙ୍କୁ ଡରିବା ଦରକାର ନାହିଁ ତ। ଏସବୁ କହିବା ରିଜନ କଣ? ମାନେ ଆମର ବାକ୍ୟର ଶେଷ ତୁରି ଧ୍ୱନିର ଏସବୁ ବାକ୍ୟର ଲକ୍ଷ୍ୟ କଣ? ମାନେ ଈଶ୍ୱରଙ୍କର ଭୟ ଆସୁ। କିପରି ଭୟ? ସେ ଭୟର କଣ ଅଛି? ପ୍ରେମ ଅଛି, ଆଦର ସମ୍ମାନ ଯୁକ୍ତ ପ୍ରେମ ସେଟା। ବା ଈଶ୍ୱରଙ୍କର ସମ୍ମାନ ଯୁକ୍ତ ଭୟ ବୋଲି କହିଲେ ବହୁ। ଏହି ସମ୍ମାନ ଯୁକ୍ତ ଭୟକୁ ହିଁ ଆମେ କହୁ ରେଭରେଣ୍ଡ। ବକ୍ତା ମାନେ ଲଗାନ୍ତିନି ରେଭରେଣ୍ଡ ରେଭରେଣ୍ଡ ୱାଟ, କଣ ରେଭରେଣ୍ଡ? ରେଭରେଣ୍ଡ ମାନେ କଣ? କଣ ରେଭରେଣ୍ଡ ମାନେ କଣ? ଆକ୍ଚୁଆଲି ରେଭରେନ୍ସ ବୋଲି କହନ୍ତି ଭୟଯୁକ୍ତ ସମ୍ମାନ। ଈଶ୍ୱରଙ୍କ ପ୍ରତି ଭୟଯୁକ୍ତ ସମ୍ମାନ କଣ ଅଛି ବାଇବେଲରେ? ଦେଖିବା, ଥରେ ଦେଖୁଥିଲି ଭୁଲିଗଲି। 111:9 ଗୀତ ସଂଗୀତ 111:9 ଲେଖା ଅଛି ସେଇ ରେଭରେଣ୍ଡ ବୋଲିବା ୱାର୍ଡ ଟା ଇଂଲିଶ ଇଂରାଜୀରେ। ଆଉ ଏଠିରେ କଣ ଅଛି ଓଡିଆରେ ଦେଖିବା। ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇ ଅଛନ୍ତି। ସେ ଅନନ୍ତ କାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି। ତାହାଙ୍କ ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ। କିଏ? କାହାରି ନାମ? ଈଶ୍ୱରଙ୍କର ନାମ ପବିତ୍ର ଆଉ ଆଦରଣୀୟ। ଏଇଟା ଇଂଲିଶରେ ପବିତ୍ର ବୋଲି କହିଲେ ହୋଲି, ଏଠି ଆଦରଣୀୟ ବୋଲି ଯାହା ଲେଖା ଅଛି ତାହା ଅଟେ ରେଭରେଣ୍ଡ। ହୋଲି ଆଣ୍ଡ ରେଭରେଣ୍ଡ ଇଜ ଦାଇ ନେମ୍। ଏଇ ରେଭରେଣ୍ଡ ଯୋଉଟା ଅଛି ତାଙ୍କୁ ହିଁ ସୁଟ କରିବା କଥା, ଆମକୁ ନାହିଁ। ଅନରେବୁଲ ପର୍ସନ ବୋଲି କହୁ ଆମେ, ଆମ ଯଦି ଆମ ଭିତରର ଅନରେବଲ ସମ୍ମାନ ଯୁକ୍ତ, ଏଠି ଯେମିତି ତର୍ଜମା କରାହେଇଛି आदरणीय। इति हिंदी रे उसका नाम पवित्र और भय योग्य है। जोटा ओडिया रे आदरणीय अछि ताहा हिंदी रे भय योग्य है। तेलुगु रे कोन अछि कोइबी? सुनो सुनो तेलुगु रे पढिछि। ఆయన నామము పరిశుద్ధమైనది, పూజింపతగినది। କଣ 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 କଣ? ପବିତ୍ର, ତାଙ୍କରି ନାମ ପରିଶୁଦ୍ଧమైనది ମାନେ ପବିତ୍ର, ପୂଜିମ୍ପତଗିନଦି ମିନ୍ସ ପୂଜା ପାଇବାର ଯୋଗ୍ୟ। ଏବେ କୁହନ୍ତୁ ଆମେ ରେଭରେଣ୍ଡ ହେଇପାରିବା କି? ଆପଣଙ୍କର ଇଚ୍ଛା ସେଇଟା।
तेलुगु बाइबल रो अनुवाद लेखा ଅଛି रेवरेंड माने से पूजा पाइबार योग्य। हिंदी रे भय योग्य, तांको भय तांकोरी भय मानिबा दरकार, ईश्वरीय भय, डिवाइन फियर आज्ञा। आ ओडिया रे टिके नॉर्मल लागुच आदरणीय मींस आमे आमे आम कॉलेज रो प्रिंसिपल को भी आदरणीय सार बोली कहू, गोटे राजनैतिक नेता को मध्य आदरणीय सार बोली आज्ञा बोली कहू, आदरणीय सम्माननीय माननीय आज्ञा बोली कहू, सेटा नॉर्मल। किंतु जेतेबेले आम ख्रीष्टीय समाज बेलको आसला बेलको रेवरेंड लगाई दउछु। रेवरेंड रेवरेंड जदि केवल आदरणीय होइथांता तब गोटे मंत्री को रेवरेंड बोल कहि पारिबा कि? से हिसाब रे ऑनरेबल चीफ मिनिस्टर बोली कहो, ऑनरेबल मिनिस्टर मंत्री वर्ग वरिया बोली कहो, ऑनरेबल सर प्रिंसिपल सर डायरेक्टर सर बोली कहो। पीपल कैन बी ऑनरेबल बट जो रेवरेंड बोले बाटा अछि मोर हिसाब रे कोछि वी आर नॉट वर्दी टू हैव दैट वर्ड रेवरेंड। मनुष्य हिसाब रे आमे ताहा पई योग्य नो कि हम नाम आगे में रेवरेंड को, कारण रेवरेंड रे ईश्वर को दउथिबा आदर अछि, ईश्वर को मानुथिबा भय अछि, और ईश्वर को पूजा बा आराधना अछि, वर्शिप ऑफ गॉड अच्छे रेवरेंड। जहाँ केवल परमेश्वर को ही सूट करे तो हु इज दैट रेवरेंड? एक्चुअली गॉड इज रेवरेंड। वी कैन बी पास्टर्स, prophets, apostles, Bible teachers, evangelists, हैं? But who is reverend? God. किए अभ्यास कराइला जना नहीं हमरो बाइबल कॉलेज मानक मु तो प्रेरित बोली लगाए प्रॉफिट मोर मु से मु मु भाववादी सेवा कार्य अच्छे प्रॉफिटिक मिनिस्ट्री बोल कहती। अनेकों धारणा रे प्रॉफिटिक मिनिस्ट्री बोल कहले नाम धरी जाकिबाटा, हैं लोक मानकर जीवन रे कौन कौन घटना घटिला ताहा कहीदेले से माने प्रॉफिट्स अटंती। प्रॉफिट्स से माने प्रॉफिट्स से माने अटंती जो माने कि लोक मानकु ईश्वर को आडुरु सतर्क बाणी घोषणा करांती। दे आर प्रॉफिट्स। हमको बाइबल कॉलेज सिखाई थे अपोस्टल्स, प्रॉफिट्स, इवेंजलिस्ट, पास्टर्स एंड टीचर्स, फाइव फोल्ड मिनिस्ट्री। अपोस्टल्स बोले कहले हाथर ए थंब ए अंगूठी मेनटा अटे फाउंडेशन परी, कारण एटा नथिले आपन को पाखे ग्रिप नथिबो कोटा कोट भल धरिया पई एटा फाइनल ग्रिप अटे, ठीक ग्रिप अटे। एटा नथिले हाथ प्राय 50% बेकार गला। तो दिस इज द फाउंडेशन। प्रेरित माने प्रॉफिट को ए अंगुली प्रॉफिट को कहती, कारण ए अंगुली पॉइंट आउट करे व्हाट इज राइट व्हाट इज रॉन्ग, दिखाए दोषों को दिखाए, वार्निंग दे। अंगुली अंगुली कौन करू बाट देखाओ, चॉइस दिखाओ, एटा ना सेटा चॉइस दिखाओ, वार्निंग करू। এই অঙ্গুলি ওটে প্রফিট, ঠিক বাଟ দেখাইব, সতর্ক বাণী ঘোষণা করিব, ঠিক জিনিস বাছিବାକୁ ଶିଖାଇବ। এই ଅଙ୍ଗୁଳି ବହୁତ ସବୁଠୁ ଲମ୍ବା ମଝିଟା, ଏଇଟା କଣ ମାନେ ସୁସମାଚାର, ଦୂର ସବୁଠୁ ଦୂରକୁ ଯାଅ, ଗो ରିଚ୍, ଆଉଟରିଚ୍, ରିଚ୍ ଟୁ ଦ ମିଲିୟନ୍ସ, हजार 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 हजी जाइथिबा आत्मा मानक निकट को पहुंचो जाओ। ओ रिंग फिंगर, मैरिज रिंग फिंगर, पास्टर्स, फैमिली मैन, मंडली एक परिवार अटे, तार जत्न नियंती एक पास्टर एंड टीचर। ए अंग्लियर मेन बेसिक काम है कान रे टिके खोजली है टीचिंग टीचिंग कान को ठीक टीचिंग देबार दायित्व अटे टीचर्स मान, डॉक्टरनल टीचर।
ତ ଏଠି ପ୍ରଫିଟ ମୁଁ କହିଲି ମାନେ ଏଇଟା ଗୋଟେ ସେବା କାର୍ଯ୍ୟ, ଏଇଟା ଗୋଟେ ସେବକ ପଦ ଅଟେ, ଟାଇଟଲ ନୁହେଁ କି ମୋ ନାମ ଆଗରୁ ପ୍ରଫେଟ ରାଜୀବ ଡାନିଏଲ ବୋଲି ଦେବି ବୋଲି ନା। ଥରେ ଭାଇ ୟୁଟ୍ୟୁବରେ ମୋର ମୋର ବାକ୍ୟ ଅପଲୋଡ କରିକି ତଳେ ଲେଖିଥିଲେ ପ୍ରଫେଟ ରାଜୀବ ଡାନିଏଲ ବୋଲି ଲେଖିଥିଲେ। ମୁଁ ତଳେ କମେଣ୍ଟ କଲେ ଭାଇ ଆପଣ ଯେତିକି ଦରକାର ଥିଲେ ମୋର ଭିଡିଓ ଅପଲୋଡ କରନ୍ତୁ, କିଛି ଚିନ୍ତା ନାହିଁ, କିନ୍ତୁ ମୋ ନାମ ଆଗରୁ ପ୍ରଫେଟ କାଢି ଦିଅନ୍ତୁ ଆଜ୍ଞା ବୋଲି। କାଢିଲେ କିରି ଦେଖି ନାହିଁ ମୁଁ ନିଜେ କେବେ ପ୍ରଫିଟେବୁଲ ଲଗାଏନି। ଆମ ନାମ ଆଗରୁ ଟାଇଟଲ ପାଇବା ପାଇଁ ନୁହେଁ ଆଜ୍ଞା, वी आर नॉट देयर फॉर हैविंग अ टाइटल। କିଏ ଦେବ ସେ ଟାଇଟଲ? ପାଉଲ ପରିଚୟ କରାଇଛନ୍ତି ସେବକ ମାନଙ୍କୁ କଣ ବୋଲି? ଭାଇ ମାନେ, वी आर ब्रदर्स। ସେଥିପାଇଁ ମୁଁ ଅଧିକ ଇଚ୍ଛା କରେ ବ୍ରଦର ରାଜୀବ ଡ୍ୟାନିଏଲ ବୋଲି। ଆଉ ଯେହେତୁ ପିଏଚଡି ଡକ୍ଟରେଟ କରିଛି, ପ୍ରକାଶିତ ବାକ୍ୟ ଉପରେ ଡକ୍ଟରେଟ ସାର୍ଟିଫିକେଟ ପାଇଛି। କେବେ ବି ଡକ୍ଟର ରାଜୀବ ଡ୍ୟାନିଏଲ ବୋଲି ଲେଖେନି। ଯେତେ ଜଣ ଜାଣନ୍ତି କି ମୁଁ ପିଏଚଡି କରିଛି ବୋଲି ସେମାନେ ଡକ୍ଟର ରାଜୀବ ଡ୍ୟାନିଏଲ ଲେଖି ଦିଅନ୍ତି। ମୁଁ କେବେ କହେନି କି ଲେଖିବା ପାଇଁ, କି ଲେଖିବାରୁ ବି କିଛି କାହାକୁ ମନା ବି କରି ନାହିଁ, ବଡ କଥା କିଛି ନାହିଁ। ଆଉ କେତେ ଜଣ ରେଭରେଣ୍ଡ ବୋଲି ଲେଖି ଦିଅନ୍ତି। ଆଉ ଯାହା ଲାଇକ୍ କରେନି, ମନା କରେ, ମନା କରଲେ ବି କେତେ ଜଣ ଲେଖି ଦିଅନ୍ତି। ବଡ ପାପ ହେଇଯାଉଛି ଆମଠୁ ବୋଲି କହୁନି, ଯେ ଗୋଟେ ମାଇଣ୍ଡ ସେଟ ର କଥା କହୁଛି। ରେଭରେଣ୍ଡ ବୋଲି ଲଗାଇବାଟା ଏତେ ବଡ ପାପ ହେଇଯାଉଛି ବୋଲି କହୁନାହିଁ। କାରଣ ବହୁତ ଜଣ ଆକ୍ଚୁଆଲି ଜାଣିନାହାନ୍ତି। ମୁଁ ଯେହେତୁ ଜାଣି ସାରିଲି ତାର ପଛର ଆକ୍ଚୁଆଲି ମିସ୍ତ୍ରୀ, ତେଣୁକରି ମୁଁ ଲାଇକ୍ କରେ, ପସନ୍ଦ କରେନି। ଇଟ୍ସ ନଟ୍ ରାଇଟ୍, ମତେ ରାଇଟ୍ ଲାଗେନି ସେଟା। ଯେମାନେ ଲଗାଉଛନ୍ତି ଲଗାନ୍ତୁ, ସେଟା ଅଲଗା କଥା। ଅବଶ୍ୟ ସେମାନେ ନିଜକୁ ମୁଁ ପୂଜା ପାଇବାର ଯୋଗ୍ୟ ବୋଲି ତ କହୁନାହାନ୍ତି ନା, ଇଟ୍ସ ଓକେ, ଲେଟ୍ ଦେମ୍ ଡୁ ଇଟ୍, ହ୍ୟାଭ୍ ଇଟ୍। ନା ଆମେ ସେମାନଙ୍କୁ ପୂଜା କରୁଛୁ, ନା ସେମାନେ ପୂଜା ପାଇବାର ଯୋଗ୍ୟ ବି ନୁହନ୍ତି। ସେମାନେ ବି ନିଜକୁ ସେମିତି କେବେ କହିନାହାନ୍ତି। ଯେମାନେ ରେଭରେଣ୍ଡ ଲଗାନ୍ତି ସେମାନେ ବି ନିଜକୁ ସେମିତି ଭାବନ୍ତିନି, ମୁଁ ଜାଣେ। ଓ ଆମେ ବି ସେମାନଙ୍କୁ ସେଭଳି ନେଉନୁ, ଆମେ ବି ଜାଣୁ। ସୋ ଇଟ୍ସ ଓକେ। କିନ୍ତୁ ଆକ୍ଚୁଆଲି ରେଭରେଣ୍ଡ ର ମିନିଂ ଏଟା ବୋଲି କହୁଛି ଆପଣଙ୍କୁ, ସେଟା ଆପଣଙ୍କ ଉପରେ ରହିଲା। ପ୍ରେଜ ଦ ଲର୍ଡ। ମୁଁ ଯେତେବେଳେ ଜାଣିଲି, ଅରେ ବାପରେ ଏଇଟା କଣ ବୋଲି। କାରଣ ଅବଭିୟସଲି ମୁଁ ଯେ ତେଲୁଗୁ ପିଲା ହେଇକି ତ ପ୍ରଥମେ କୋଉଟା ପଢିଥିବି? ଅବଭିୟସଲି ମୋ ବାଇବଲ କଲେଜରେ ଥିଲାବେଳେ ଇଂଲିଶ ବାଇବଲ ବି ଧରିଥିବି, ତେଲୁଗୁ ବାଇବଲ ବି ଧରିଥିଲି। ମୋ ଗୁରୁଙ୍କ ପାଖରେ ଯଦି ଶିକ୍ଷା ନେଲା ବେଳେ ବି ତିନିଟା ବାଇବଲ ଧରିଥିଲି। ହିନ୍ଦୀ ବାଇବଲ ଧରିଥିଲି, ଇଂଲିଶ ଧରିଥିଲି, ଆଉ ତେଲୁଗୁ ବି ଧରିଥିଲି। ସେତେବେଳେ ଓରିଆ ଜାଣିନଥିଲି। ମୁଁ ସବୁ ଲାଙ୍ଗୁଏଜେସ ରେ ମୁଁ ଚେକ୍ କରେ କୋଉ ପଦ କେମିତି ବୁଝାଏ ବୋଲି। ଦରକାର ଥିଲେ ମଝି ମଝିରେ ଗ୍ରୀକ ହିବ୍ରୁ ବି ଟଚ୍ କରେ, କିନ୍ତୁ ସେଇ ଉପରେ ନିର୍ଭର କରେ ନାହିଁ। ପବିତ୍ର ଆତ୍ମାଙ୍କ ଉପରେ ହିଁ ନିର୍ଭର କରେ। ସେ ଯାହା ବୁଝାନ୍ତି ତାହା ବୁଝିବା ପାଇଁ ଚେଷ୍ଟା କରେ। ତ ଦ ପଏଣ୍ଟ ଇଜ, ଭୟର ଯୋଗ୍ୟ କେବଳ ଈଶ୍ୱର ଅଟନ୍ତି। ଆଉ ସେ ଭୟରେ ପ୍ରେମ ଅଛି, ଆଦର ଅଛି, ସମ୍ମାନ ଅଛି। ପ୍ରେଜ ଦ ଲର୍ଡ। ତ ଏସବୁ ଆକ୍ଚୁଆଲି କହିବା ପାଇଁ ପ୍ଲାନ୍ ନଥିଲା। କଣ କହୁଥିଲି ମାନେ, କୁଆଡେ ଗଲେ କେବଳ ବାକ୍ୟ ଦେଇକି ଆସିବା, ଗୋଟେ ପ୍ରକାଶିତ ବାକ୍ୟ ଗୋଟେ 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 ଷ୍ଟନିଂ ଗୋଟେ କଣ ଲୋକମାନେ ଗୋଟେ ଡରାଇଲା ପରେ ଗୋଟେ କହିକି ଆସିବା ବୋଲା ପରେ ଯାଇନଥିଲି। କୁଆଡେ ବି ସେମିତି ଯାଇନାହିଁ ମୁଁ। କି ପ୍ରକାଶିତ ବାକ୍ୟ କହିଲେ ଟିକେ ଇଣ୍ଟରେଷ୍ଟିଂ ଥିବ, ଟିକେ ଥ୍ରିଲିଂ ଗୋଟେ ଥିବ, ଗୋଟେ ଷ୍ଟନିଂ ଗୋଟେ ଥିବ, ଗୋଟେ ଡରାଇ ଗୋଟେ ଝାଁ କରିକି। ବହୁତ ଲୋକଙ୍କ ମେଣ୍ଟାଲିଟି ସେମିତି। ବହୁତ ଲୋକ ଯେତେବେଳେ ପ୍ରକାଶିତ ବାକ୍ୟ ଶିକ୍ଷା ଦିଅନ୍ତି, ମୁଁ ଦେଖେ ସେମାନଙ୍କୁ ଭାବନ୍ତି ଆମେ ପ୍ରକାଶିତ ବାକ୍ୟରେ ବୀର ହେଇଯିବା ବୋଲି ହଉଥିବେ କେତେ ଜଣ। ତୁଚ୍ଛାରେ ଏମାନେ ପ୍ରଭୁଙ୍କ ଠାରୁ ସେବା ପାଆନ୍ତି ନାହିଁ। ଏମାନେ ଖାଲି ବହି ବହି ଯାକୁ ପଢି ଦେଇକି, ସେ ସବୁ ଲେଖା ଲେଖି କରିଦେଇକି ଘଷି ଦେଇକି ଦରକାର ଥିଲେ ଏମାନେ ବି ଚାଲ ଆମେ ବି ପ୍ରକାଶ ବୋର୍ଡ ଗୋଟେ ଲଗାଇ ଦେଇକି, ନହେଲେ ଗୋଟେ ସ୍କ୍ରିନ୍ ଗୋଟେ ଲଗାଇ ଦେଇକି, ଗୋଟେ ପର୍ଦା ଗୋଟେ ଲଗାଇ ଦେଇକି, ତାର ଡାଇଗ୍ରାମ ଗୋଟେ ବନାଇ ଦେଇକି, ମାନେ କଣ ଫିଲ୍ ଆମେ ପ୍ରକାଶିତ ବାକ୍ୟରେ ବୀର ହେଇଯାଉ ବୋଲି। ମୋର ମାଇଣ୍ଡ ସେଟ୍ ସେମିତି ନାହିଁ। ପ୍ରକାଶିତ ବାକ୍ୟକୁ ଷ୍ଟଡି କରିବା ପୂର୍ବରୁ ବି ଆଗମନର କଥା କହୁଥିଲି। ଆଗମନ ହିଁ ଲକ୍ଷ୍ୟ ଅଟେ। ଆଗମନ ପାଇଁ ପ୍ରସ୍ତୁତ ହୁଅ। ପ୍ରକାଶିତ ବାକ୍ୟ ଷ୍ଟଡି କରିବା ପୂର୍ବରୁ ବି ଈଶ୍ୱରଙ୍କୁ ଭୟର ଶିକ୍ଷା ଦେଉଥିଲି। Not blessings, not riches, and not also healing also is not the priority.
ଗୁରୁତ୍ୱ ହିଲିଂ ପାଇଁ ନୁହେଁ, ଗୁରୁତ୍ୱ ସାଂସାରିକ ଆଶୀର୍ବାଦ ପାଇଁ ନୁହେଁ, ଗୁରୁତ୍ୱ ଧନ ସମ୍ପତ୍ତି ପାଇଁ ନୁହେଁ, ଗୁରୁତ୍ୱ ଗୋଟେ ପବିତ୍ରତା, ଈଶ୍ୱରଙ୍କର ଭୟ। ତାପରେ ପ୍ରକାଶିତ ବାକ୍ୟକୁ ଶିଖିଲା ପରେ ଆଗମନର ଶିକ୍ଷା ପ୍ରକାଶିତ ବାକ୍ୟ ସହିତ କନେକ୍ଟେଡ କରିକି ଶିକ୍ଷା ଦେବାକୁ ଷ୍ଟାର୍ଟ କଲେ। ଡରାଇବା ପାଇଁ ନୁହେଁ, ଲୋକମାନେ କହନ୍ତି ଡରାଉଛନ୍ତି ରାଜି ଜାଣିଲ, ଆପଣଙ୍କୁ ସେମିତି ଲାଗିଲା, ଏଟା ଆପଣଙ୍କ ଉପରେ ରହିଲା, ଆପଣ କୋ दृष्टि देखिले सेटा आपन ऊपर रहिला कि नहीं। बोलते हैं ना, मैं सिर्फ इस बात का जिम्मेवार हूं कि मैंने जो बोला उसकी जिम्मेदारी लेता हूं, आपने जो समझा उसकी जिम्मेदारी मेरी नहीं है। नहीं, मु जहां कहली ताहार दायित्व मु नेबी, आपण कौन बुझले ताहार ताहार दायित्व मु कहीं नेबी, दैट्स फैक्ट। आपण केमिति बुझले कि आपणकर माइंडसेट ऊपर आधार करे। मु सब बेले कहे, बॉटल जदि मैला एथिरे मिनरल पानी पकाइले भी मैला हुए ऑब्वियसली, हांडी रे पानी भल अच्छे कि बॉटल जदि गंदा तो आम भांडीर भल मीठा पानी पकाइले भी से पानी ए भितर प्रवेश करू करू खराब हो जाए। से वाक्य शुणा पूर्वर, वाक्य अध्ययन करने पूर्वर आम मन को, आम अंतकरण को प्रभु को रक्त रे धौत करी शुचि करी, जहाँ भूल भाल अच्छे, जहाँ दुर्बलता अच्छे, जहाँ पाप भी अच्छे ता स्वीकार करी क्षमा मागी निजको शुचि करी पवित्र करी तांको रक्त रे, तांको नाम रे, तांको तांको वाक्य रे आहुजी पड़ी पवित्रात्मा साहाय्य नहीं तांको गोड़ धरिकी निजको परिष्कार कला परे आखि खोलिकी से वाक्य अध्ययन करिवार, वाक्य श्रवण करिवार, शुणिबार, और से जहाँ भी आम भितर प्रवेश करिवो पवित्र थिबो। मु सेटा प्रार्थना करे, प्रभु तुम्हारी वाक्य पवित्र, मो भितर को आसला बेले ताहा जेपरि पवित्र रहिबो एथे मु भी पवित्र थिबार अछि। पवित्र विषय पवित्र भाव मो निकट को पहुंच, मो भीतर को पहुंच, आत्मिक विषय आत्मिक भाव रे ही मो माइंड को आसु, मो हार्ट को आसु। मोहर असुचिता लगी सब असुचि न हो प्रभु बोली मु प्रार्थना करके निजको परिष्कार करे सब बेले। से बहुत जन को लाइफ रे ठीक वाक्य ठीक भाव में पहुंचने कहीं गोटे गोटे वाक्य प्रचार कला बेलू जन भाई अनुताप कर पकाउछि, जन भाई कांदी पकाउछि, जन भाई प्रभु को निकटवर्ती हो जाउछि, पाप छाड़ी देउछि, जन बहुत जन मते मेसेज करते आज्ञा आप वाक्य सुनला पर परिवर्तन हेली आज्ञा, ईश्वर को भय आसला आज्ञा, बहुत पाप रे थिले आज्ञा मुके परिवर्तन हेली आज्ञा, हेई गला 10 वर्ष हेई गला केते वर्ष बोल कहउथिले कहंती 10 वर्ष कुआडे मोर से तो परिचय भी नहीं, किंतु वाक्य पहुंचला। राजीव भाई सहित परिचय हेबा दरकार नहीं, वाक्य को चिन्हवा पाई परिवर्तन आउ के जण ए भंड शिक्षा ए भंड भाववादी ए भूल कहउछि ए भूल कहउछि बोले कहंती मते गोटे वाक्य जनक जीवन रे परिवर्तन आणुछि, आउ जनक आउरी कठिन कर देकी दूर कर देउछि। केमिति हुए एमिति माइंडसेट समस्ते ए वाक्य को पसंद करते नहीं, समस्ते घृणा भी करते नहीं, के जन पसंद कर घृणा करमिति मान से को दृष्टि रे को हृदय रे सुनिले से निर्भर करे। प्रेज द लॉर्ड। तो निजको क्लीन करबा दरकार। ईश्वरंकर वाक्य आम हृदय रे से ईश्वरंकर भय आणु। ईश्वर वाक्य को गोटे नाम अच्छी कौन, ईश्वरंकर वाक्य जहा आत्मांकर खड्ग बोली कहे। आम पढ़ुथिलु ईश्वरंकर आत्मा अटंती, ईश्वरंकर भयर आत्मा, और ईश्वर वाक्य अटे खड्ग।
कोड़ा एफएसी 6:18 पॉइंट कहले ईश्वर वाक्य जहाँकि आत्मांकर खड्ग जिते वाक्य को धरू ए वाक्य भितर आत्मा भी था पवित्र आत्मा और जिते बड़े वाक्य आपण पाखक जाए पवित्र आत्मा भी वाक्य देकी आपण को जीवन में कार्य करने को आसती आउ जिते ईश्वर वाक्य भी ईश्वर भय अच्छी आ पवित्र आत्मा ईश्वर भय आणती आ जिते बड़े आम भीतर को आसे वाक्य फर्स्ट थिंग इज आमे थोरी जाओ ईश्वर भय आवरी दिए आमको we feel something different आमे अलगा टाइप रे फील करू हालेलुया तो एटा ही एक्चुअली कुवैत रे मोर एक्सपीरियंस एटा आ गोटे एक्सपीरियंस अछि मु काली कहिबी प्रेज द लॉर्ड अच्छा आपण को गोटे होमवर्क देउछि आपण गणना पुस्तक 35 आउ जिहोशियो 20 ए दिटा अध्याय पढ़ी कि काली को आसीबे गणना पुस्तक 35 जिहोशो पुस्तक 20 ए दिटा पढ़ी कि आसले काली की गोटे अलग गोटे टॉपिक कहबी आपन सम्मुख ओके ठीक अछि हम चक्षु बंद कर प्रार्थना करिबा किछ ना ईश्वर को भय रखंतु हृदय रे से भय रे प्रेम अछि से भय रे परमेश्वर के प्रति आदर अछि अच्छी सम्मान अच्छी नहीं आ जदि सही प्रेम आदर सम्मान युक्त भय आम हृदय अच्छी ईश्वर प्रति ताहेले पापर दंड विषय आपन को कहवा दरकार पड़िबो नहीं आज्ञा नरक पाताल जंत्रणा हैं आगमनर हाथ छड़ा हो गले महाक्लेश काल केते भयंकर थिबो एटा आपन आवश्यक आवश्यक नहीं तो से विषय आपन को कहवा आवश्यक ही नहीं कारण हम अबाध्य हेबु नहीं अधार्मिक हेबु नहीं प्रभु को दुख भी देबु नहीं कारण भय मानुछ हम प्रभु को व्हेन यू फियर गॉड हमें पढ़ुथिलु प्रेम जोठी सिद्ध थाए सिद्ध प्रेम थाए सेठारे भय न थाए माने डरिबाटा न थाए प्रभुଙ୍କର डर पातालर डर दंडर डर दरकार नहीं तो पाताल विचार महाक्लेश এটা কোন ପାଇଁ ପ୍ରଚାର କରୁଛୁ ମାନେ ଅବାଧ୍ୟତାର କଠିନତାର ଅସୁଚିତାର ଫଳ କଣ ଦେଖଉଛୁ ସେତିକି କିନ୍ତୁ ଈଶ୍ୱରଙ୍କୁ କେମିତି ମାନିବାର ପ୍ରେମରେ ମାନନ୍ତୁ ଆଜ୍ଞା ଡରରେ नहीं प्रेम जस्ट लव हिम अगर परमेश्वर से प्यार करते हैं ना सजा सुनाने की जरूरत नहीं होगी आपको दंड विचार विषय कोई दरकार भी नहीं मुझे पसंद ही करे नहीं मोर वाक्य खाली आप विचार दंड ही जो शुणुंट कि ईश्वर को हृदय विषय कहूँ शुणुना केमी फिल कर शुणुना से केमी आमको प्रेम करके केमी होते आम कहीं दुख देवा केथर कहले शुणिले नहीं केबे भी दंड विचार प्रकाशित वाक्य पाताल एटा ही शुणुंट नहीं बेस एटा ही मन अच्छी बाकीटा भी शुणा बुझा प्रभु को प्रेम करले प्रभु को भय करले बाकी सब शुणा दरकार